ଭୁଷୁଡ଼ିଲା 5ଟି ସ୍କୁଲର ଛାତ। ଆହତ ହେଲେ 5 ଜଣ ଛାତ୍ରୀ। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଗରଗଲି ସ୍ଥିତ ମଳିହାଶୁଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। 5ଟି ଯୋଜନା ଅଧୀନରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର 10ମ ଶ୍ରେଣୀର ଛାତର ସିଲିଂ ଖସି ପଡ଼ିବାରୁ 5 ଜଣ ଛାତ୍ରୀ ଆହତ ହୋଇଛନ୍ତି। ସୂଚନା ମୁତାବକ ଛାତ୍ରଛାତ୍ରୀମାନେ ପ୍ରାର୍ଥନା ସାରି ଶ୍ରେଣୀ ଗୃହରେ ପ୍ରବେଶ କରି ବସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଛାତର ସିଲିଂ ମୁଣ୍ଡରେ ପଡ଼ିବା ହେତୁ 5 ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ପ୍ରତିମା ରାଉତ ଓ ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଛନ୍ତି। ଏନେ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଉତ୍ତେଜନା କରିଥିବା ଦେଖିବାକୁ ମିଳିଥିଲା। ଆମେ ବିଭାଗୀୟ ମାନଙ୍କୁ ଆଗରୁ ଜଣାଇଥିଲୁ ଏ ବିଷୟରେ ଏ କାମ ଠିକ୍ ଠାକ୍ ହେଉନାହିଁ ବୋଲି। ସେମାନେ କୌଣସି ପଦକ୍ଷେପ ନେଇନଥିଲେ। କାରଣ ଆମେ ଚାହୁଁଛୁ ସେ ବିଭାଗୀୟ ମାନେ ରହିଛନ୍ତି ଏ କାମ ସବୁ କରିଛନ୍ତି ତାଙ୍କ ପ୍ରତି କୌଣସି ଷ୍ଟେପ୍ ନିଆଯାଉ। ସେମାନଙ୍କୁ ଏଭଳିଆ କାମ କରିଥିବାରୁ ତାଙ୍କ ପ୍ରତି ଯାହା ବି କିଛି ଷ୍ଟେପ୍ ନିଆଯାଉ। ତେବେ ଏଠି ପ୍ରଶ୍ନ ଉଠୁଛି, ସାରା ଓଡ଼ିଶାରେ ସମସ୍ତ ସରକାରୀ ସ୍କୁଲକୁ 5ଟି ଯୋଜନା ଦ୍ୱାରା ରୂପାନ୍ତରିତ କରାଯାଇଛି। ଯଦି ମଳିହାଶୁଣି ସରକାରୀ ସ୍କୁଲର ଅବସ୍ଥା ଏପରି, ତେବେ ଅନ୍ୟ ସମସ୍ତ ସ୍କୁଲରେ ହୋଇଥିବା 5ଟି କାମରେ କେତେ ଦୁର୍ନୀତି ହୋଇଥିବ। ତାଙ୍କ ଘର କତିରେ କହିଲେ ଏମିତି କ'ଣ ସ୍କୁଲ ଛାତ ଭୁଷୁଡ଼ି ପଡ଼ିଛି। ମୁଁ ସେଠୁ ଆସିଲି, ନିଜେ ବି ବର୍ତ୍ତମାନ ସ୍କୁଲ ପରିସରରେ ଅଛି। ଆମ ସାଙ୍ଗରେ ଅଛନ୍ତି ସରପଞ୍ଚ ପ୍ରତିନିଧି ଅଛନ୍ତି, ଆମର ମଦନ ଭାଇ ଅଛନ୍ତି, ଆଉ ଅନ୍ୟାନ୍ୟ ଯେଉଁ ଗାର୍ଡ଼ିଆନ୍ ମାନେ ଅଛନ୍ତି କିଛି। ତେଣୁ ଏ ବିଦ୍ୟାଳୟ ଯେଉଁ 5ଟି କି ଯେଉଁ ନେଇକି ଯେଉଁ ଆମେ ଚର୍ଚ୍ଚା ଆଲୋଚନା ହେଉଥିଲା ଯେ କାମ ସବୁ ନିମ୍ନମାନର, ପ୍ରକୃତରେ ଗୋଟେ ବାସ୍ତବ ଚିତ୍ର ଆଜି ଆମେ ଦେଖିପାରିଲୁ ଯେ ଇଏ ଗୋଟେ ବଡ଼ ଧରଣର ଗୋଟେ ହେଇଛି ମାନେ ଦୁର୍ନୀତି, ଯେଉଁଥିରେ କି ପିସି ମୁଁ ଭାବୁଛି ତ ଅଧାଅଧି ପିସି ଯାଇଛି ଆଉ ଅଧାଅଧି ଇଏରେ କାମ ହେଇଛି। ନିମ୍ନମାନର ସିଲିଂ ବାଡ଼େଇ ସ୍କୁଲ ଗୁଡ଼ିକୁ ଉପରୁ ଜାକଜମ କରାଯାଇଥିବା ସାଧାରଣରେ ଅଭିଯୋଗ ହେଉଛି। 5ଟି ସ୍କୁଲ ଗୁଡ଼ିକୁ ରୂପାନ୍ତରୀକରଣ ନାମରେ ଖାଲି ରଙ୍ଗ ମାରି ଚିତ୍ର କରାଯାଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରଥମତଃ କହିବି 5ଟି ସରକାର ଯେଉଁ ସ୍କୁଲଟା କରିଛି ତାକୁ ଟିକେ ମାନେ ଭଲସେ କରିନାହାନ୍ତି କି ଖାଲି ସେମିତି କଲର୍ ଦେଇକି କରିଦେଇଛନ୍ତି। ଆଉ ଆଗରୁ ବି ଆମେ ବହୁତ ଥର ଦେଖିଛୁ ସେ ଖାଲି ଗଳି ମାନେ ଧୁମଧାମ ହେଇକି ଗଳୁଛି। ଆଉ ଆଜି ସମ୍ମୁଖୀନରେ ସାମ୍ନା ହେଇଛୁ। ଖାଲି ଆମ ସ୍କୁଲ ନୁହଁ, ଅନେକ ସ୍କୁଲ 5ଟି ସରକାର କରିଥିବା ସ୍କୁଲ ସବୁଠି ଏମିତି ଗଳୁକି ପୁରା ସମସ୍ତଙ୍କର ବି ଏମିତି ହେଇଥିବ। ମୁଁ କହିବାକୁ ଚାହିଁବି କି ଯଦି ଆପଣ କରୁଛନ୍ତି ତାହେଲେ ବହୁତ ଭଲସେ କରନ୍ତୁ। ଏମିତି କଲେ ଆଗକୁ ଯଦି ପିଲାଙ୍କର କିଛି ଆଘାତ ହେଇପାରିବେ। ଖବର ପାଇ ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଦୁର୍ଘଟଣା ପରେ ବିଭାଗୀୟ ମନ୍ତ୍ରୀ କ'ଣ ପଦକ୍ଷେପ ନେଉଛନ୍ତି। ଅତ୍ୟନ୍ତ ସ୍ପର୍ଶକାତର ବିଷୟ। ଛୋଟ ଛୋଟ ପିଲାଙ୍କର ଗୋଟେ ବଡ଼ ଅଘଟଣରୁ ପିଲାମାନେ ବର୍ତ୍ତିଗଲେ। ସିଲିଂର ପୁରା ରୁଫ୍ଟା ଗଳି ପଡ଼ିଛି, ପିଲାଙ୍କ ଉପରେ ଗଳି ପଡ଼ିଛି। 5 ଜଣ ନା 6 ଜଣ ପିଲା ଆହତ ହୋଇଛନ୍ତି। ଏବଂ ଏଠି ଯେଉଁ ସ୍ଥିତି ବର୍ତ୍ତମାନ ଦେଖିଲେ, ମୁଁ ଜାଣିନି କେଉଁ ପରିସ୍ଥିତିରେ କେମିତି ସେତେବେଳେ ଇଞ୍ଜିନିୟର ମାନେ ଏଇଭଳି କାମ କରିଛନ୍ତି, ତାକୁ ସମୀକ୍ଷା କରାଯାଉଛି। ମୁଁ ଜିଲ୍ଲାପାଳ ମହୋଦୟଙ୍କ ସହିତ ନିଜେ ବ୍ୟକ୍ତିଗତ ଭାବରେ କଥା ବି ହେଲି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଡ଼ିଓ ମହୋଦୟ ଅଛନ୍ତି। 21-22 ମସିହାର ଏ କାମ ଯେଉଁମାନେ ସମ୍ପୃକ୍ତ ଥିବେ ଦୋଷୀ ବିରୁଦ୍ଧରେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ହୋଇଯିବ। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତରେ ଥିବା ଏକମାତ୍ର ହାଇସ୍କୁଲ ଯିଏକି ମା ମଲ୍ଲିହାଶୁଣି ହାଇସ୍କୁଲରେ ଦେଖନ୍ତୁ ଆପଣମାନଙ୍କୁ ଦୃଶ୍ୟ ଦେଖାଉଛି। ଇଏ ହେଉଛି ସେଇ ମା ମଲ୍ଲିହାଶୁଣି ହାଇସ୍କୁଲ। এই ହାଇସ୍କୁଲରେ ଯିଏକି 5Tର କାମ କରାଯାଇଛି। ଏ କାମ ଏମିତି ନିମ୍ନମାନର ହେଇଛି, ଆଜି କିଛି ପିଲା ଆହତ ହୋଇଛନ୍ତି, ଛାତ ଭୁଷୁଡ଼ି ପଡ଼ିଛି। ଏ ହେଉଛି 5T ସ୍କୁଲ। 5T ସ୍କୁଲର ଦୃଶ୍ୟ ଦେଖାଉଛି ଆପଣମାନଙ୍କୁ। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା କୁନ୍ଦଳ ପଞ୍ଚାୟତ ମା ମଲ୍ଲିହାଶୁଣି ହାଇସ୍କୁଲ ଗରଗାଲିଠାରେ ଥିବା ମା ମଲ୍ଲିହାଶୁଣି ହାଇସ୍କୁଲ। ଏ ଦୃଶ୍ୟ ଏ ହେଉଛି 5Tର କାମ। ଏତେ ନିମ୍ନମାନର କାମ କରାଯାଇଛି। ଏହି ଘରର ଛାତ ଭୁଷୁଡ଼ି 2 ଜଣ ପିଲା ଆହତ ହୋଇଛନ୍ତି। ମୁଁ କ୍ୟାମେରାମ୍ୟାନକୁ କହିବି ଦେଖାଇବେ ଏ ସ୍କୁଲର ବ୍ୟବସ୍ଥା ଏବଂ କାମ କେମିତି ଅତି ନିମ୍ନମାନର କରାଯାଇଛି। ଏ ହେଉଛି ମଲ୍ଲିହାଶୁଣି ହାଇସ୍କୁଲର ବ୍ୟବସ୍ଥା। ମଲ୍ଲିହାଶୁଣି ହାଇସ୍କୁଲରେ 5T କାମ। ଏ ଯେଉଁ କଣ୍ଟ୍ରାକ୍ଟରଟି ଥିଲେ, କଣ୍ଟ୍ରାକ୍ଟର ଯିଏ କରିଥିଲେ ଅତି ନିମ୍ନମାନର କାମ। 100 ଥର ତାଙ୍କୁ ଆମେ କହିଛୁ, ଗଣମାଧ୍ୟମ ପ୍ରତିନିଧିମାନେ କହିଛନ୍ତି ମଧ୍ୟ, କିନ୍ତୁ ସେ
କର୍ଣ୍ଣପାତ କରିନାହାନ୍ତି। ଏ କାମ ଅତି ନିମ୍ନମାନର କରାଯାଇଛି। ବଡ଼ଚଣାରୁ ସୁରେନ୍ଦ୍ର ସାମଲଙ୍କ ରିପୋର୍ଟ, ବିଶ୍ୱବାଣୀ ଲାଇଭ୍।